ବଙ୍ଗଳାଦେଶୀ ସବୁ ଡଙ୍ଗାରେ ଲଞ୍ଚରେ ଆସି ଭାରତ ଭିତରେ 12-13ଟା ମହିଳା ଦେଶଦ୍ରୋହୀ ବାହାରିଲେଣି। ତାଙ୍କୁ ବିଚାର ନ କରି ଯୋଉଠି ଅଛନ୍ତି ଚିହ୍ନଟ କରି ବାହାର କରିବା ଦରକାର। କୋଉଠି ପାକିସ୍ତାନ ଅଛନ୍ତି ବାହାର କର, ଦେଶଦ୍ରୋହୀ କାଢ। ବଙ୍ଗଳାଦେଶୀ ସବୁ ଡଙ୍ଗାରେ ଲଞ୍ଚରେ ଆସି ଭାରତ ଭିତରେ ପୋଷ୍ଟ ପାଖରେ ଅଛନ୍ତି, ସବୁ ଚିହ୍ନଟ କରି ଧରିବା ଦରକାର। ଏଠି କୋରାପୁଟରେ ଯୋଉ ରିଫ୍ୟୁଜ ବହୁତ ବାଂଲାଦେଶୀ ଅଛନ୍ତି, ଭୁବନେଶ୍ୱରରେ ବହୁତ ଅଛନ୍ତି, ମାଲକାନଗିରି ଅଛନ୍ତି, ଯୋଉଠି ଅଛନ୍ତି ଚିହ୍ନଟ କରି ବାହାର କରିବା ଦରକାର। ଏ ପବିତ୍ର ଭାରତ ବର୍ଷରୁ ଦେଶଦ୍ରୋହୀ ମାନଙ୍କୁ କୋଉଠି ପାକିସ୍ତାନ ଅଛନ୍ତି ବାହାର କର, ଦେଶଦ୍ରୋହୀ କାଢ। 12-13ଟା ମହିଳା ଦେଶଦ୍ରୋହୀ ବାହାରିଲେଣି। ତାଙ୍କୁ ବିଚାର ନ କରି ଗୋଟେ ଘର ଭିତରେ ପୁରା ଲଙ୍କା ଧୁଆ ଦେଇକି 15 ଦିନ ଖଣ୍ଡେ ରଖିଦିଏ, ତାର ଭିତରେ ସଫା ହେଇଯାନ୍ତି, ଭଲ ହବ। ସେ ତା ଭିତରେ ଯାଉଛନ୍ତି, 12 ଜଣ ଭିତରେ ଯାଉଛନ୍ତି। ଇଏ ପୁରୀ ବାଲା ବିଷୟରେ ବାହାର, ସେଇ ବାହାର କଥା କହିଛି ମୁଁ। ଗୋଟେ ଘରେ ପୁରେଇ ଦିଅ, ପୁଣି ଲଙ୍କାରେ ନିଆଁ ଲଗେଇ ଦିଅ, କବାଟକୁ ଦେଇଦିଅ, ଚାରିଆ ମୁଜି ଦିଅ, ତାର ବି ଚୁଟେଇ ଚାଲିଯାନ୍ତୁ। ଆଉ ଜୀବନ ଏ ଜନ୍ମରେ ତ ଛାଡ, କୋଉ ଜନ୍ମରେ ଜନ୍ମ ଯଦି ନବୁ ଆଉ କେବେ ଗୁପ୍ତଚରୀ କରିବୁନି। ଅତି ଅନ୍ୟାୟ, ଦେଶଦ୍ରୋହୀ। ତା ବାପା ଆହୁରି କଳଙ୍କିତ ଲୋକ। ଏତେ ଥର ତ ଝିଅ ଗଲା ଆମ ଘର ମାନଙ୍କରେ, ଝିଅ ଗୋଟେ ଭୁବନେଶ୍ୱର ଯଦି ଯାଉଛି ଗାଁ ଗହଳିରୁ ଯୋଉ ହିସାବ ରହୁଛି, 3 ଥର ପାକିସ୍ତାନ ଗଲା। କଣ ମଲ୍ଲି ନା ମାଳମ? ତା ବାପା ବେକରେ ପକେଇଥିଲା କି ମାଳ? 3 ଥର ଯେତେବେଳେ ଗଲା, ପିସା ଫିସା ସବୁଆଡେ କରି ଯାଉଛି ଆଉଛି। ହେଲେ ଝିଅ କୋଉଠିକି ଯାଇଥିଲୁ ଏତିକି ବୁଝିପାରିଲୁନି? ଆହୁରି କଳଙ୍କିତ ଲୋକ ତା ବାପା, ତା ଦେଶଦ୍ରୋହୀଙ୍କ ଦେଶଦ୍ରୋହୀ ତା ବାପା। ଆରେ ପୁରୀ ମନ୍ଦିର କେହି ହାତ ମାରି ପାରିବେନି, ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କେହି ହାତ ମାରି ପାରିବେନି। ସ୍ୱୟଂ ଜଗନ୍ନାଥଙ୍କର ସେ